देखो ମୁଁ କ'ଣ ପାଇଁ ମୋ ମୁହିଁଗୁଳା ମାଆଙ୍କ ଯାତ୍ରା ଦେଖି ଯାଇପାରୁନି ଆଉ ମୁଁ ଆପଣମାନଙ୍କୁ କହୁଛି ଆଉ ସେଥିପାଇଁ ଭାରି ମନ ଦୁଃଖ ଆଜି ଏଇ ବର୍ଷ ମୁଁ ଯାଇପାରୁନି। ଚାଲନ୍ତୁ ମୁଁ କ'ଣ ପାଇଁ ଯାଇପାରୁନି ମୁଁ ଆପଣମାନଙ୍କୁ କହୁଛି। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ଟାଇମ୍ ଆସି ପାଖାପାଖି ହେଇଗଲାଣି 10:00+। ଆଉ ଆଜି ହେଉଛି ମାହିଙ୍ଗୁଳାଙ୍କ ଯାତ୍ରା ଗୋପାଳ ପ୍ରସାଦ। ଆମ ଘରଠୁ ମାହିଙ୍ଗୁଳାଙ୍କ ଗୋପାଳ ପ୍ରସାଦ ଯାତ୍ରା ହେଉଛି କେତେ କିଲୋମିଟର ହେବ, 20 କିଲୋମିଟର ହେବ, 20-22 କିଲୋମିଟର ହେବ। ଆଉ ଆଜି ମୁଁ ତ ଯାଇପାରୁନି ଦେଖି, କାରଣ ମୋ ଦେହ ଭଲ ନାହିଁ ଟିକେ, ଆଉ ମୋ ଗୋଡ଼ ହାତ ଟିକେ ପୀଡ଼ା ହେଉଛି। ମୁଁ କିନ୍ତୁ ସବୁ ବର୍ଷ ଯାଏ ଯାତ୍ରା ଦେଖି, ଏ ବର୍ଷ ମୋ ଭାଗ୍ୟରେ ନାହିଁ ମାହିଙ୍ଗୁଳାଙ୍କ ଦର୍ଶନ କରିବାକୁ। କ'ଣ କରିବା, ଭାଗ୍ୟରେ ତ ନାହିଁ, ଯାଇପାରୁନି। ଆଉ ଦେଖିବା, ଆଉ ଯଦି ଭଲ ଥାଏ ଦେହ ପା ତାହେଲେ ଆର ବର୍ଷକୁ ନିଶ୍ଚୟ ଯିବି। ଆଉ ଏ ବର୍ଷ ମୁଁ ଯାଇପାରୁନି। କିନ୍ତୁ ଗଲା ବର୍ଷ ଯେତେବେଳେ ମୁଁ ଗଲା ବର୍ଷ ଜବ୍ କରୁଥିଲି, ବିଶ୍ୱାସ କରିବିନି ଏତେ ଖରା ହେଉଥିଲା ଯେ ମୋ ଝିଆରୀ ପୁତୁରା ରଖେଇଦେଲେନି ଫୋନ୍ କରିକି ଡ୍ୟୁଟିରେ। ମୁଁ ଆସିକି ପୁଣି ତାକୁ ମାନଙ୍କୁ 2ଟା ହେଲାଣି, ମୁଁ ଯାଇକି ଏତେ ଖରାରେ ପୁଣି ଆମ ଘରଠୁ ଅପରଟି ମାନେ ବ୍ଲକରୁ ଆସିଲି ଯେଉଁ ଲିଫ୍ଟରେ, ତାପରେ ଆମ ଘରଠୁ ଲିଫ୍ଟରେ ଗଲି, ତାପରେ ଏତେ ଖରାରେ ଛୁଆମାନଙ୍କୁ ଧରି ଯାତ୍ରା ଦେଖି ଯାଇଥିଲି। ଡିମ୍ପଲକୁ ମୋ ଝିଆରୀ ଧରିକି ଯାଇଥିଲି, ଆଉ ରିସିକି ଯାଇଥିଲି। ଆଉ ଏ ବର୍ଷ ତ ମୁଁ ଯାଇପାରୁନି କାରଣ ମୋ ଦେହ ପା ଟିକେ ଭଲ ଲାଗୁନି। ଏବେ କ'ଣ ହେଉଛି କାରଣ ଦେହ ହାତ ଗୋଡ଼ ଖାଲି ପୀଡ଼ା ହୋଇଯାଉଛି, ମାନେ ଟିକେ ବାଟ ଯଦି ଚାଲିଯିବି ତାହେଲେ ଗୋଡ଼ ହାତ ବେଶୀ ପେନ୍ ହେଉଛି, ସେଥିପାଇଁ ମୁଁ ଟିକେ ଯାଇପାରୁନି। ଆଉ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ହଁ, ଆଉ ଆପଣମାନଙ୍କୁ କହିଦେଉଛି, ଚ୍ୟାନେଲରେ ମୋର ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ଟିକେ ଲାଇକ୍ କମେଣ୍ଟ ସେୟାର, ଆଉ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ଟିକେ ସବସ୍କ୍ରାଇବ୍ କରିଦେବେ, ଭଲ ପାଇବା ଦେବେ, ସପୋର୍ଟ କରିବେ। ଦେଖନ୍ତୁ ଏବେ ତ ମୁଁ ଶୋଇଥିଲି, ଟିକେ ଭଲ ଲାଗୁନି, ଗାଧୋଇ ପାଧୋଇ ଫ୍ରେଶ୍ ହେଇ ସକାଳେ ଭାଉଜ କରିଥିଲେ ପରଟା ଚାହା ଖାଇକି ଟିକେ ଶୋଇପଡ଼ିଥିଲି। ଆଉ ଦେହଟା ଟିକେ ଭଲ ଲାଗୁନି। ଆଉ ଯାଉଛି ଏବେ ଯିବି ଲୁଗାପଟା ଟିକେ ବାହାରେ ଧୋଇ ମାନେ ଶୁଖେଇ ଦେଇଛି, ଧରିକି ଆସିବି, କାରଣ ଆଜି ଟିକେ ବି ମେଘ ପାଗ କରୁଛି। ମା ହିଙ୍ଗୁଳାଙ୍କ କୃପା ଲାଭ ଅଛି, କାରଣ ସବୁଦିନେ ବହୁତ ମାତ୍ରାରେ ଖରା କାଟେ, କିନ୍ତୁ ଆଜି ଯେଉଁ ପାଗ ହେଇଛି ମାନେ ମେଘ ପାଗ ହେଇଛି, କାରଣ ମା ହିଙ୍ଗୁଳାଙ୍କର ଆଶୀର୍ବାଦ ଅଛି, କୃପା ଲାଭ ଅଛି। ଭକ୍ତମାନେ ଯିବେ ଶାନ୍ତି ଶୃଙ୍ଖଳାରେ ଟିକେ ଦେଖିକି ଆସିବେ। ମାନେ ଫାଷ୍ଟ ଦିନ ପ୍ରବଳ ଲୋକ, ଏତେ ମାତ୍ରାରେ ଲୋକ ଯେ ବିଶ୍ୱାସ କରିବେନି, ମାନେ ମୁଣ୍ଡ ଗଣା ଖାଲି ହେବ। ଭିଡ଼ିଓରେ ଏ ଯେଉଁ ଟିଭିରେ ତ ଆପଣମାନେ ଦେଖୁଥିବେ। ଆଉ ଏଇଟା ହେଉଛି ପ୍ରସିଦ୍ଧ ମା ହିଙ୍ଗୁଳାଙ୍କ ଯାତ୍ରା, ଓଡ଼ିଶାରେ ଆମର ଗୋପାଳ ପ୍ରସାଦ ତାଳଚେରର ପ୍ରସିଦ୍ଧ ମା ହିଙ୍ଗୁଳାଙ୍କ ଯାତ୍ରା। ଆଉ ଆପଣମାନଙ୍କୁ କହୁଛି ମା ହିଙ୍ଗୁଳାଙ୍କ ଯାତ୍ରାରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି। ମା ହିଙ୍ଗୁଳା ଆପଣମାନଙ୍କୁ କାନି ପଣତରେ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ, ଭଲରେ ରୁହନ୍ତୁ। ସମସ୍ତେ ମୋ ୟୁଟ୍ୟୁବ୍ ଫ୍ୟାମିଲି ପରିବାର ସମସ୍ତେ ଖୁସିରେ ରୁହନ୍ତୁ। ଆପଣମାନଙ୍କୁ ମୋର ଏତିକି କ'ଣ କହୁଛି, ଆଉ ଛୋଟ ଭଉଣୀ ଭାବି ପ୍ଲିଜ୍ ଆଉ ଯାହା ବି କହୁଛି ଯଦି ଭୁଲ ହେଇଥିବ ପ୍ଲିଜ୍ ଟିକେ ମୋତେ କ୍ଷମା କରିଦେବେ। ଆଉ ଚାଲନ୍ତୁ କ'ଣ କେମିତି ଚାଲିଛି ଆମ ଘରେ, ମୁଁ ଟିକେ ଭିଡ଼ିଓ ସେୟାର କରିବି। ଦେଖନ୍ତୁ ଆମର ରୋଷେଇବାସ ଆରମ୍ଭ ହୋଇଗଲାଣି। ଭେଣ୍ଡି କଟା ହେଇକି ରଖାହେଇଛି, ଭେଣ୍ଡି ଆଳୁ ଭଜା ହେବ କ'ଣ, ଆଉ ଗୋଟେ ଡାଲି ଭାତ ହେଇସାରିଲାଣି, ଡାଲି ବସୁଛି। ଆଉ ଚାଲନ୍ତୁ ଯିବା ଟିକେ ବାହାର ଆଣେ। ଦେଖନ୍ତୁ ଆଜି କେମିତି ମେଘୁଆ ପାଗ ହେଇଛି, ଯାତ୍ରା ଦେଖା ପାଗ ଆଜି ହେଇଛି। କାରଣ କୁକୁରଟି ଦେଖୁଛନ୍ତି ଅନଉଛି ଟପି ଭଲ ନାହିଁ। ତାଙ୍କର ଆଜି ଗାଡ଼ିରେ ଯିବେନି କି ଯାତ୍ରା ଦେଖି, ବାଇକ୍ରେ ଯିବେ। ଦେଖନ୍ତୁ ଆମର କିନ୍ତୁ ସବୁ ଲୁଗାପଟା ପବନରେ ଦୋଳି ଖେଳୁଛି, ସବୁ ଶୁଖୁଛି ଏଠି। ଦେଖନ୍ତୁ ଏବେ ଆସି ଟିକେ ଏଇଠି ଆମର କୋଇଲା ଘରେ ଟିକେ ବସି ପଡ଼ିଛି। ଆଉ ଘରେ ବସି ଶୋଇଥିଲି, ଭଲ ଲାଗୁନି, ଟିକେ ବସିବା। ମେଘ ପାଗ ହେଇଛି ବୋଲି ବସି ହେଉଛି, ନହେଲେ ବସି ହେବନି, କାରଣ ପ୍ରବଳ ଖରା ହେଲେ ଏଇଟା ଆଜବେଷ୍ଟ ଘର ଯେହେତୁ ମାନେ ଗରମ ହୁଏ, ବସି ହୁଏନି, ଝାଳ ଖାଲି ବାହାରେ। ଟପି କ'ଣ କୁଡ଼କୁଡ଼କିରି ଖାଉଛି, କ'ଣ କିଲୋ ଖାଉଛି ଟପି? ଟପି ଆ ଆ ଆ ମୋ ପାଖକୁ ଆ ଟପି ଆ ରେ ରେ ଆ ଟପି ଆ ଆ ଆ ଆ ଆ ଆ ଆ ଇଆଡ଼େ ଅନଉଛି।